ଡର ବି ଲାଗୁଛି। ଡର ଲାଗିବନି ସବୁ ପରେ ଭାଇର ମୋର ଘରେ ଗୋଟେ ଭାଇ ଯୋଉ ଉପରେ ଭାଇ ସହିତ ମୁଁ ଡାଇଲଗ କହିଲା ବେଳେ ମୋ ଗୋଡ ହାତ ଥରେ ମତେ ବହୁତ ଭୟ ଲାଗେ କଣ ଭୁଲ ହେଇଯିବ ଯଦି କଣ ହବ ତଳକୁ ଆସିଲେ ବାଡେଇ ହବ ସେଥିପାଇଁ ଡର ଲାଗେ। ନା ବାଡାଏ ନାହିଁ ମନରେ ଗୋଟେ ଭୟ ସେଇ ଭୟଟା ଥାଏ। ଭୁଲ ତ ହେଇନି ଯୋଉଠି ବେଳେ ବେଳେ ହେଇଯାଏ ଭାଇ ସେଠି ମ୍ୟାନେଜ କରିଦିଏ। ବସ୍ତ ମାନେ ବେଙ୍ଗାଲ ଚଢିଲା ପୂର୍ବରୁ ନର୍ଭସ ଲାଗିବ କାରଣ ନୂଆ ନାଟକ ଆମେ ଏତେ ବହୁତ ମାନେ ଡିଲେ ହେଇଗଲା ଆମର ନାଟକ ହବା 10 ଦିନ ଛୁଟି ହେଇଗଲୁ ଏଇ ଯୋଉ ମନର ଭୟ ନାଟକ 4-5ଟା କ୍ୟାମ୍ପ ପରେ ପୁରା ଉଡିବ। ରିଆକ୍ସନ ତ ଦର୍ଶକଙ୍କର ମୁଁ ଦେଖିପାରେନି ମୁଁ ଡାଇସ୍ ଥାଏ ବହୁତ ଗରମ ଲାଗେ ଭାଇ ତା ଭିତରେ ଝାଳ ନାଳ ଏକାକାର ହେଇଯାଇଥିବ ତା ଭିତରେ ମୋଡି ହେଇକି ପଡିଥିବ ସେ ଡାଇସ୍ ଟା ଟେକିଲା ବେଳେ ସେଇଠି ଡାଇସ୍ ଟା ଟେକିଦେଲେ ମତେ ଶାନ୍ତି ଲାଗେ କିନ୍ତୁ ଲୋକ ଭାବନ୍ତି ମୁଁ ମରିଯାଇଛି କିନ୍ତୁ ମତେ ଶାନ୍ତି ଲାଗେ ଡାଇସ୍ ଟା ଟେକିଦେଲା ବେଳେ। ଏ ଯୋଉ ଲାଇଟ୍ କି ଗରମ ନାଇଁ ବାଡେଇ ନାହିଁ କିନ୍ତୁ ମୋ କ୍ଷିତିସାର ବାଜିଯାଇଛି କୋଉ ଲୋକଙ୍କୁ ନାଟକରେ ବାଜିଥିଲା ଥରେ ଆଉ ବାଜି ଯାଇଥିବ ଯଦି ଆସିକି ମୋ କାନ ପାଖରେ କହିଦବ ମୋର ବାଜି ଯାଇଛି ତ କିଛି ହେଇନି ତ କିଛି ହେଇନି ତ ତୁ ଠିକ ଅଛି ତ କିଛି ହେଇନି ତ କାମ ଚଲା ତାପରେ ଦେଖିବା କଣ ଅଲଗା ରହିଲେ କଷ୍ଟ ହବ କାରଣ ଆମେ 4 ବର୍ଷ ହେଲା ସାଙ୍ଗ ହେଇକି ଅଛେ ଗୋଟେ ଭାଇ ଆମେ ଗୋଟାଏ ଗାମଛା ଆମର 4 ଜଣଙ୍କର ଆମର ଗୋଟାଏ ଗାମଛା ଇଏ କହେ ଆମେ ଜାଣିଛୁ ଆମେ ଜାଣିଛୁ କିଛି ସେଇ ଏମିତି ତାର କହିବ ଆମେ ବୁଝେଇଦେଲେ ସେ ରହିଥିବ ଏଇଟା ଫାଙ୍କା।